ଗୋଟିଏ ଥର ଦେବୀ ପାର୍ବତୀ ମହାଦେବଙ୍କୁ କହିଲେ, ଭଗବାନ ନିଜ ଏହି ଭକ୍ତ ରାବଣକୁ କୈଳାସ ଆସିବାକୁ ଅଟକାଇ ଦିଅନ୍ତୁ, ନହେଲେ କୌଣସି ଦିନ ମୁଁ ଏହାକୁ ଅଗ୍ନିରେ ଭସ୍ମ କରିଦେବି। ଏ ଯେବେ ମଧ୍ୟ ଆସିଥାଏ ମୁଁ ବହୁତ ଅସହଜ ହୋଇଯାଏ। ଏ କଥା ମୋତେ ବିଲକୁଲ ପସନ୍ଦ ନୁହେଁ। ଆପଣ ଏହାକୁ ବୁଝାଇ ଦିଅନ୍ତୁ ଯେ କୈଳାସରେ ପ୍ରବେଶ ନ କରିବ। ମହାଦେବ ଜାଣିଛନ୍ତି ଯେ ଦେବୀ ପାର୍ବତୀ ଖାଲି ତାଙ୍କ ବରଦାନର ମର୍ଯ୍ୟାଦା ରଖିବା ପାଇଁ ରାବଣକୁ କିଛି କହନ୍ତି ନାହିଁ। ସେ ଚୁପଚାପ ବାହାରକୁ ଆସି ଦେଖିଲେ ରାବଣ ନନ୍ଦୀକୁ ହଇରାଣ କରୁଥିଲା। ଶିବଙ୍କୁ ଦେଖିବା କ୍ଷଣି ସେ ହାତ ଯୋଡ଼ି ପ୍ରଣାମ କଲା। ମହାଦେବ କହିଲେ, ଆସ ଦଶାନନ, କେମିତି ଆସିବାକୁ ହେଲା? ମୁଁ ତ ଖାଲି ଆପଣଙ୍କ ଦର୍ଶନ କରିବା ପାଇଁ ଆସିଥିଲି ମହାଦେବ, ରାବଣ କହିଲା। ଶେଷରେ ମହାଦେବ ତାକୁ ବୁଝାଇ କହିଲେ, ଦେଖ ରାବଣ, ତୁମର ଏଠାକୁ ଆସିଥିବା ପାର୍ବତୀକୁ ବିଲକୁଲ ମଧ୍ୟ ପସନ୍ଦ ନୁହେଁ। ଏଥିପାଇଁ ତୁମେ ଏଠାକୁ ଆସ ନାହିଁ। ରାବଣ କହିଲା, ମହାଦେବ, ଆପଣ ଏହା କହୁଛନ୍ତି? ଆପଣ ହିଁ ତ ମୋତେ ଯେକୌଣସି ସମୟରେ ଆପଣଙ୍କ ଦର୍ଶନ ପାଇଁ କୈଳାସ ପର୍ବତକୁ ଆସିବାର ବରଦାନ ଦେଇଛନ୍ତି ଏବଂ ଆପଣ ହିଁ ନିଜ ବରଦାନକୁ ଫେରାଇ ନେଉଛନ୍ତି। ଏମିତି କଥା ନୁହେଁ ରାବଣ, ପରନ୍ତୁ ତୁମର କ୍ରିୟାକଳାପରେ ପାର୍ବତୀ ବହୁତ ଚିନ୍ତିତ ହୋଇଥାନ୍ତି ଏବଂ କୌଣସି ଦିନ ସେ ତୁମକୁ ଅଭିଶାପ ଦେଇଦେବେ ତ ମୁଁ ମଧ୍ୟ କିଛି କରିପାରିବି ନାହିଁ। ଏଥିପାଇଁ ଭଲ ଏହା ହେବ କି ତୁମେ ଏଠାକୁ ନ ଆସ। ପୁଣି ଆପଣଙ୍କ ବରଦାନ ତ ମିଥ୍ୟା ହୋଇଯିବ ମହାଦେବ, ବୋଲି ରାବଣ କହିଲା। ମହାଦେବ କହିଲେ, ମୁଁ ତୁମକୁ ଆଜି ଆଉ ଏକ ବରଦାନ ଦେଉଛି। ତୁମେ ଯେବେ ମଧ୍ୟ ମୋତେ ମନେ କରିବ ମୁଁ ସ୍ୱୟଂ ହିଁ ତୁମ ପାଖକୁ ଆସିଯିବି। କିନ୍ତୁ ତୁମେ ଏବେ କୌଣସି ପରିସ୍ଥିତିରେ କୈଳାସ ପର୍ବତକୁ ଆସିବ ନାହିଁ। ଏବେ ତୁମେ ଏଠାରୁ ଯାଅ। ପାର୍ବତୀ ତୁମ ଉପରେ ବହୁତ କ୍ରୋଧିତ ଅଟେ। ରାବଣ ଚାଲିଗଲା। ସମୟ ବଦଳିଲା। ହନୁମାନ ରାବଣର ସ୍ୱର୍ଣ୍ଣ ନଗରୀ ଲଙ୍କାକୁ ଜଳାଇ ପାଉଁଶ କରି ଚାଲିଗଲା ଏବଂ ରାବଣ ତାଙ୍କର କିଛି ମଧ୍ୟ କରିପାରିଲା ନାହିଁ। ସେ ଚିନ୍ତିତ ହୋଇ ଭାବିଲା ଯେ ହନୁମାନଙ୍କଠାରେ ଏତେ ଶକ୍ତି ଆସିଲା କେଉଁଠାରୁ। ଚିନ୍ତିତ ହୋଇ ସେ ମହଲରେ ସ୍ଥିତ ଶିବ ମନ୍ଦିରକୁ ଯାଇ ମହାଦେବଙ୍କର ପ୍ରାର୍ଥନା ଆରମ୍ଭ କଲା। ତାଙ୍କର ପ୍ରାର୍ଥନାରେ ମହାଦେବ ପ୍ରସନ୍ନ ହୋଇ ପ୍ରକଟ ହେଲେ। ରାବଣ ଅଭିଭୂତ ହୋଇ ତାଙ୍କର ଚରଣରେ ପଡ଼ିଗଲା। କୁହ ଦଶାନନ, କେମିତି ଆସିବାର ହେଲା? ମହାଦେବ ପ୍ରଶ୍ନ କଲେ। ଆପଣ ଅନ୍ତର୍ଯ୍ୟାମୀ ଅଟନ୍ତି ମହାଦେବ, ସବୁ କିଛି ଜାଣିଛନ୍ତି। ପ୍ରଭୁ, ଗୋଟିଏ ମାଙ୍କଡ଼ ମୋର ଲଙ୍କାକୁ ଏବଂ ମୋର ଅହଙ୍କାରକୁ ଜଳାଇ ପାଉଁଶ କରିଦେଲା। ମୁଁ ଜାଣିବାକୁ ଚାହୁଁଛି ଯେ ଏହି ମାଙ୍କଡ଼, ଯାହାର ନାମ ହନୁମାନଟେ, ଏହା କିଏ? ଏବଂ ପ୍ରଭୁ, ତାର ଲାଞ୍ଜ ତ ଆହୁରି ମଧ୍ୟ ଶକ୍ତିଶାଳୀ ଅଟେ। କେଉଁ ପ୍ରକାର ସହଜରେ ମୋର ଲଙ୍କାକୁ ଜଳାଇ ଦେଲା? ମୋତେ କୁହନ୍ତୁ ଯେ ଏହି ହନୁମାନ କିଏ? ରାବଣର କଥା ଶୁଣି ମହାଦେବ କହିଲେ, ରାବଣ, ଏହି ହନୁମାନ ଆଉ କେହି ନୁହେଁ, ମୋର ହିଁ ରୁଦ୍ର ଅବତାର ଅଟେ। ଯେବେ ଭଗବାନ ବିଷ୍ଣୁ ଏହା ନିଶ୍ଚିତ କଲେ ଯେ ସେ ପୃଥିବୀରେ ଅବତାର ନେବେ ଏବଂ ମାତା ଲକ୍ଷ୍ମୀ ମଧ୍ୟ ସାଥିରେ ଅବତରିତ ହେବେ, ତ ମୋର ଇଚ୍ଛା ହେଲା ଯେ ମୁଁ ମଧ୍ୟ ତାଙ୍କର ଲୀଳାର ସାକ୍ଷୀ ବନିବି। ଏବଂ ଯେବେ ମୁଁ ନିଜର ନିର୍ଣ୍ଣୟ ପାର୍ବତୀକୁ ଜଣାଇଲି, ସେ ମଧ୍ୟ ଜିଦ୍ ଧରି ବସିଲେ ଯେ ମୁଁ ମଧ୍ୟ ସାଥିରେ ଯିବି। କିନ୍ତୁ ସେ ବୁଝିପାରିଲେ ନାହିଁ ଯେ ଏହି ଲୀଳାର ଭାଗୀଦାର କେମିତି ହେବେ। ତେବେ ସମସ୍ତ ଦେବତାମାନେ ମିଳିମିଶି ମୋତେ ଏହି ମାର୍ଗ କହିଲେ ଯେ ଆପଣ ମାଙ୍କଡ଼ ହୋଇଯାଅ ଏବଂ ଶକ୍ତି ସ୍ୱରୂପ ପାର୍ବତୀ ଦେବୀ ଆପଣଙ୍କର ଲାଞ୍ଜ ରୂପରେ ଆପଣଙ୍କ ସାଥିରେ ରହିବେ। ତେବେ ଆପଣ ଦୁହେଁ ସାଥିରେ ରହିପାରିବ। ଏବଂ ସେହି ଅନୁରୂପ ମୁଁ ହନୁମାନଙ୍କର ରୂପରେ ଜନ୍ମ ହୋଇ ଭଗବାନ ରାମଙ୍କ ସେବାର ବ୍ରତ ରଖିନେଲି ଏବଂ ଶକ୍ତି ସ୍ୱରୂପ ପାର୍ବତୀ ଲାଞ୍ଜର ରୂପରେ ଏବଂ ସେବାର ଫଳ ସ୍ୱରୂପ ତୁମର ଲଙ୍କାର ଦହନ ହେଲା। ଏବେ ଶୁଣ ରାବଣ, ତୁମର ଉଦ୍ଧାରର ସମୟ ଆସିଗଲା। ଅତଃ ଶ୍ରୀରାମଙ୍କର ହାତରୁ ତୁମର ଉଦ୍ଧାର ହେବ। ମୋର ପରାମର୍ଶ ଅଟେ ଯେ ତୁମେ ଯୁଦ୍ଧ ପାଇଁ ସବୁଠାରୁ ଶେଷରେ ପ୍ରସ୍ତୁତ ହେବ, ଯାହାଦ୍ୱାରା ତୁମର ସମସ୍ତ ରାକ୍ଷସ ପରିବାର ଭଗବାନ ଶ୍ରୀରାମଙ୍କ ହାତରୁ ମୋକ୍ଷ ପ୍ରାପ୍ତ କରିବେ ଏବଂ ତୁମ ସମସ୍ତଙ୍କର ଉଦ୍ଧାର ହୋଇଯିବ। ରାବଣକୁ ସବୁ ପରିସ୍ଥିତିର ଜ୍ଞାନ ଥିଲା ଏବଂ ତାର ଅନୁରୂପ ସେ ଯୁଦ୍ଧର ପ୍ରସ୍ତୁତି କରିଥିଲା ଏବଂ ନିଜ ପୂରା ପରିବାରକୁ ରାମ ଭଗବାନଙ୍କର ସମକ୍ଷରେ ଯୁଦ୍ଧ ପାଇଁ ପ୍ରଥମେ ପଠାଇଲା ଏବଂ ସବୁଠାରୁ ଅନ୍ତରେ ସ୍ୱୟଂ ମୋକ୍ଷକୁ ପ୍ରାପ୍ତ କଲା।
ସାଙ୍ଗମାନେ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତ ନିଶ୍ଚୟ ଲାଇକ୍ କରନ୍ତୁ ଏବଂ ଆଗକୁ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।